ଗୋଟିଏ ଅଖଣ୍ଡ ନାମ ରଖିଥିଲା। ଆଲୋଟଣା ଘରେ ମୁଁ ଟିକେ ରହୁଥିଲି, ସବୁବେଳେ ରହୁନଥିଲି, ଯାଉଥିଲି ଆଉ ସେତିକିବେଳେ ମତେ ଶୁଭୁଥିଲା ଖଣ୍ଡଗିରି ପାହାଡ଼ ଉପରେ ଯଦି ବହୁତ ଲୋକ ମିଳିମିଶିକିରି କୀର୍ତ୍ତନ କଲେ, ହରିବୋଲ, ଉଳୁଳି, ଘଣ୍ଟ ଘଣ୍ଟା, ଶଙ୍ଖ, କୀର୍ତ୍ତନ, ଭଜନ କେମିତି ଚାଲିଛି। ସକାଳୁ ଉଠିକିରି ପଚାରେ, ସେତେବେଳେ ଗୋଟେ ଥିଲେ କୈଳାସ ବୋଲି ଗୋଟେ ବାବୁ ଥିଲେ, କୈଳାସ ବୋଲି ଭକ୍ତ ଥିଲେ, ଜମ୍ବୁ ପୂର୍ବ ଆମ ଚନ୍ଦ୍ରମଣି ପୂର୍ବରୁ ଥିଲେ ଅଧିକାରୀ। ପଚାରେ ଜମ୍ବୁ, କାଲି ରାତିରେ କ'ଣ ଖଣ୍ଡଗିରିରେ କ'ଣ ଭଲ କୀର୍ତ୍ତନ ହେଉଥିଲା କି? ମୁଁ ଟିକେ ବୁଝିକିରି ଆପଣଙ୍କୁ କହୁଛି। ତାପରେ ସେ କ'ଣ କୋଉଠୁ ବୁଝେ, କ'ଣ କରେ, ନାହିଁ ଭଦ୍ର କୀର୍ତ୍ତନ କିଛି ହୁଏନି, ଯାହା ହୁଏ ସେଇ ମାଘ ସପ୍ତମୀ ନା ଅଷ୍ଟମୀରେ କ'ଣ ହୁଏ। ମୋର ମନେ ପଡ଼େ ମହାପୁରୁଷ ଅଚ୍ୟୁତଙ୍କର ଗୋଟେ ଧାଡ଼ି, ଗୋଟେ ପଦଟା ବି ପୁରା ଜାଣିନି, ସିଦ୍ଧ ଖଣ୍ଡଗିରି ଗୁମ୍ଫାରେ ମାନେ ଅହରହ ଭଜନରେ ଚାଲେ, ଏମିତି ସେ ପଦଟା ରଖିଛି। କିଏ ଗୋଟେ ଲେଖିଦେଇଥିବ କି କ'ଣ କରୁଥିବ, କିନ୍ତୁ ସେ ନିନାଦকে ଆମେ ଟିକେ ଅନୁଭବ ସେଇଭଳି ଭାବରେ ଆଜି ଯେଉଁ ଅନନ୍ତ ବଳିଆ ସେବା ସଂଘର ଗୋଟେ ଛୋଟ ଆଶ୍ରମଟିଏ ଆମର ଗଢ଼ି ଉଠିଛି ରାଜୁଣୀ ପୀଠକୁ ନେଇ, ତାର ମୂଳ ପୀଠ ହେଉଛି ଏଇ ସ୍ଥାନ। ଏଇଠି ଗୋଟେ ପ୍ରଚଣ୍ଡ ଖରାବେଳେ ଆମ୍ବାସଡ଼ର କାରରେ ଗଲାବେଳେ ଟିକେ ଶୋଷ କଲା, ପାଣି ପିଇବାକୁ ଆସିଥିଲି। ତେଣୁ ଇଂରାଜୀ କହୁଥିବା, ଓଡ଼ିଆ ଭଲ କରି କହିପାରୁନଥିବା ଜଣେ ସାଧୁ ଥିଲେ, ପାଣି ମୁଦିଏ ଦେଲେ। ଗୋଟେ ପଥର କୁଣ୍ଡ ମୁଁ ଦେଖିଲି, ପଚାରିଲି କ'ଣ? ସିଏ ଟିକେ ଓଡ଼ିଆ ଟିକେ ହିନ୍ଦୀ ଏମିତି କ'ଣ ମିଶେଇକି କହିଲେ ଯେ ଏଠି ସାଧୁ ସନ୍ଥ ମାନେ କୋଉ ଯୁଗ କ'ଣ କହିଲେ ସତ ଯୁଗଟି ଯଜ୍ଞ କରେ, ଯଜ୍ଞ କରି ସେଠାରେ ଯାଇଛନ୍ତି। ବର୍ତ୍ତମାନ ସେ କୁଣ୍ଡଟି ଅଛି, ପୁଣି ଯେତେବେଳେ ସେଇ ଯୁଗ ଫେରିବ ସେମାନେ ଆସିବେ, ଏଇ କୁଣ୍ଡରେ ଘିଅ ରଖିବ ଆଉ ଏମିତି ଗୋଟେ କିମ୍ବଦନ୍ତୀ କଥା ଶୁଣିକି ତାର କିଛି ଦିନ ପରେ ଭୁବନେଶ୍ୱର ନବୀନରେ ଆମର ସଂଘ ଆସେ। ରଘୁବାବୁ ବୋଲି ଅଣ୍ଡର ସେକ୍ରେଟାରୀ କୋଉ ଡିପାର୍ଟମେଣ୍ଟର ସେ ଆସନ୍ତି। ଆମେ ଗୋଟେ ବାର୍ଷିକ ଭୋଜି କରିବା ପାଇଁ ଗୋଟେ ସ୍ଥାନ ନିର୍ବାଚନ କରୁ। କିଏ କହିଲା ବାରଙ୍ଗ, କିଏ କହିଲା ଧଉଳି। ରଘୁବାବୁ କହିଲେ ଏତେ ଆଗରେ ଆମର ସେଇ ଯୋଉ ଭୁଆଶୁଣୀ ପୀଠ, ସେତେବେଳେ ଗୋଟିଏ ମଠ ବାହାରି କିଛି ନଥିଲା, କେବଳ ଭୁଆଶୁଣୀ ପୀଠ ଆଉ ଅରବିନ୍ଦଙ୍କର ସ୍କୁଲ ସେଇଠି କରୁନାହାନ୍ତି। ଆମେ ସେଇ କଲୁ, ଡାକ୍ତର ଟିକେ ହେଲା। ତାର କିଛି ଦିନ ପରେ ସେଇ ବାବୁ ପୁଣି କହିଲେ ଭୁବନେଶ୍ୱରରେ ଗୋଟେ ଆଶ୍ରମ କରିବା ପାଇଁ କ'ଣ ଆପଣମାନେ ଲାଗୁଛନ୍ତି, ଆଉ କିଏ କାହା କଥା ବାବୁ ଶୁଣିବ? ଯୋଉଠି ଆମର ପିକନିକ୍ ହେଇଲା ସେଇଠି ଆଶ୍ରମଟା କ'ଣ ବୋଲି ସିଏ କ'ଣ ଆମକୁ ସେ ଆଶ୍ରମଟା ଦେବେ? ନା ସିଏ ଦେବେନି, ତାকে କରିବେ। ଯାହା ହଉ ଆଶ୍ରମଟି ସେଠି ଗଢ଼ି ଉଠିଲା। ସେଠି ମୁଁ କେତେ କଥା ହେଇକି ମୁଁ ସେଇ ଇତିହାସ କହୁନି। ତେବେ ସେଇ ଆଶ୍ରମରେ ଏଠି ଗୋଟେ ବୟାଳିବେନି କି କ'ଣ ଗୋଟେ ନାମ ଅଖଣ୍ଡ ଲୋକେ ତ କହୁଛନ୍ତି ଏଗୁଡ଼ା ପଥର, କଳି ଯୁଗରେ ସବୁ ଦେବାଦେବୀ ଗୁଡ଼ା ପଥର ହେଇଗଲେ, କିନ୍ତୁ ନିଜେ ସେ ପଥର ହେଇଛନ୍ତି। ତାଙ୍କ ଭିତରେ ପ୍ରଚଣ୍ଡ ଅହଙ୍କାର ହଉଛି ଗୋଟିଏ ପଥର,
प्रचंड अहंकार प्रचंड ईर्षा ये आउ गोटे पथ प्रचंड क्रोध ये आउ से निजुक आगे ताकू परिमार्जित कर पारना किंतु लोक को बुझाऊँगी कली जुगे देवादेवी पथर माँ दयामयी मंगलमयी कृपामयी शांतमयी माँ वासुरी यहाँ पाखे 108 चंडी यज्ञ हम एक आम के भावी खंडगिरी ऊपर जो 12 भूमि दुर्गा अच्छा से 108 चंडिका आउ तो आम गोड़ चलुनी आम उपरको टिकी से कौन चंडिका आउ थे कर तेणु माँ भुआसुरी पाखे इष्ट देवी भुआसुरी को पाखे 108 चंडी करवा ये कथा प्रथम आम राधेश्याम बाबाजी और प्रकाश भाई से हम कहले चंद्रमणि सहित वर्तमान अधिकारी चंद्रमणि भी कहले भल काम को कहीं मना कर चंडी केमी हवा नहीं सब हम नबू कि आम दबुनी गला कथा केमी हम प्रकाश भाई कहते आप कहीं व्यस्त हो लोक हेले काली पर्यंत संध्या हेले ना लोक कमी गले नहीं हेले बरं 108 रु अधिक हो कमिबे प्रकृत काली आज सकाल गोटे गीता गीता सावित्री चक्र ता ना कौन देइछन्ती राधारानी संघ बोली चक्र खाली माँ मानकर से कार्यक्रम से कार्यक्रम सकाले आम शेष कर 10टा 11टा बेलू माँ चंडी पाखे भुआसुरी पाखे ये कथा भी आम रात मोटा गति आमर पिलांकर से होटेल बाबा जीवे बोले कि कौन गोटे मोटा गति पूरा हाथे खंडे उच्च हम मत शुआई मुझे राति जाक कि आम तो ये थोड़ा गति शुआ तो ये मोटा गति से कौन शुब सी तार फल नहीं करती मुझे शुई पारे सी जाई मुई पारे सका आज तो शुई पारे आम जो बाबाजी थे मनमोहन सी कहले बाबा जो घर रोचु से घर कविता भारी भल आप शुवे मुझे मात्र अधघंटे 45 मिनट यही समय भितर परिष्कार कर किंतु ये तुम किए से तार उत्तर कौन करूँ उत्तर बापा तो सब प्रकार भोग व्यवस्था कर बहुत प्रकार भोग मोर भोगटा कहीं मो प्रिय भोगटा कहीं करना ये जदि आम चंडी माँ भुआसुरी ग्रहण करना अनुमोदित होना स्वप्न आसला प्रिय भोग कौन आम चिंता कलु कि न कलु से कथा आप काम कर किंतु से कहले मुझे ना लुचई ना जो कथा जहाँ प्रकाश
ତାଙ୍କର ଅଧିକାରୀ ତାକେ ଜଣା ଚନ୍ଦ୍ରମଣିକୁ ଜଣେଇଲୁ ସେ ତାର ତାଙ୍କେ ତେଣୁ କଳି ଯୁଗରେ ପଥର ଆମେ ହଉଛୁ ପ୍ରଚଣ୍ଡ ଅହଙ୍କାରୀ ପଥରରେ। ଅହଲ୍ୟା ପାଷାଣୀ ହେଇନଥିଲେ, ତାଙ୍କ ନାଁରେ ମିଛ କୁହାଯାଉଛି। ସେ ପାଷାଣ ଭଳି ଗୌତମଙ୍କର ବିଚ୍ଛେଦକୁ ସହିଥିଲେ ବୋଲି ତାଙ୍କୁ ପାଷାଣୀ ଅହଲ୍ୟା ବୋଲି ଗାୟକମାନେ କହନ୍ତି। ମୁଁ କହେ ସେମିତି ଭୁଆ ଶୁଣି ସେ କେବେ ବି ପଥର ନୁହନ୍ତି, ପଥରରେ ତିଆରି ସେ ହଉଛି ମୂର୍ତ୍ତି। ये दुनिया रे किए मूर्ति पूजा करूना हमें काले साकार पूजा करू आउ अनेक काले निराकार पूजा करू ताकू टिके मु कान नाक निजे धरिकी निज कान निज नाक धरिकी पचारिबी जे अछंती जे थिले ज्ञान बचितंती आर्य समाजर पवित्र दयाल सी भाई मान पचारि पारती जी जुग जुग धरी थिले जी अच्छी जुग जुग धरी रही जहाँ को अनेक देखी उपलब्धि अनुभव कर निराकार है ये ही एकमात्र साकार किंतु आमे समस्ते होतु निराकार अव्यक्त दिनी भूतानि व्यक्त मध्यानिवार आमे सबु जन्म हेतु मरिबु एटी गोटे पत्थर को ते सुना को रूपा को काच को धूली को जहाँ को आपण देखुଛନ୍ତି सी हूँ साकार मूर्ति जे साकार ही पारे सी साकार ही पारे किंतु तार कहार केते गुण सीधे तो मापिकी कहतो गोटे गछर केते गुण ताकि कोन गछ लगाइला आमे जहाँ खाऊ कौन खाइलु विटामिन खाइलु सी खाइलु डी खाइलु ई खाइलु आमे से कथा कहू आमे बाइगण भर्ता खाइलु दाल भर्ता खाइलु अमर खाइलु ढोल खाइलु एमती कहू किंतु प्रकृत में खाइलु ना गुण से जो गुण से जो शक्ति से होती एकमात्र ये परिवर्तन हम पहाड़ ऊपर थे पत्थर हम पत्थर ऊपर थे बाली हम किंतु ये अच्छी से परिवर्तन है ये साकार जो अच्छी मुह देखा जाऊ ये पाप नयन देखी पारे किंतु सी होती एकमात्र बढ़िया दृष्टि सी होती मोर साकार आमे वर्तमान देखुचु गोटे साकार ये गोटे निराकार साकार मूर्ति देखु भुआ आमे कौन भुआ भी देखु आम मूर्तिटा देखुचु ना से मूर्ति भीतर रही भू भू कहले एनर्जी ऑफ से शक्ति भीतर नाम देखे आ कहले आत्मा सोल ऑफ लाइफ नाम देखिलु एवं सु कहले सूर्य सन
प्रणाम देखिलु आम आकाश देखु गुआ सुंदर देखिलु देखी अनुभव कर नी कहले आज भी चंडीपात हला नीति को नहीं हला नियम को नहीं हला निष्ठा रे हला एक बढ़िया बसी केते लोक आइले व्यस्त हो पड़े तारा आप पौड़ पानी टिके पियो ना हुआ चिनी आज कथा कहते मत माने मु आज यज्ञ उपलब्धि करूँ केवे भी कौन यही हूँ प्रथम यज्ञ शेष पर्यंत मु बसी ब्राह्मण मैंने यज्ञ करुले मंत्र प्राय खंडे टोके खंडे शिखी कि बस्ताए खंडे शिखी गला कौन से बोली जाऊँगी पार्टी खाली अनिया का उठ खाली बाबू तुमको जब भोक कर तुम माँ आगे खाई तुम माँ कह जब खाई मतलब खाई माँ खाए जजमान मैंने आसी भक्त मैंने आसी चंडीपात टोपाए टोपाए पानी कोणा पानी टिके पीकि बही पेट में भोक सृष्टि से खाइबे तमें कौन अमुकस्य गोत्र अमुकस्य काश्यप गोत्रस्य राजस्य गोत्रस्य अमुकस्य जजमान तार सहधर्मिणी तार परिवार से काम शांतियार्थे कामनार्थे अमृते अमृते बढ़ी गला नमः पुणी आ गए पुणी 200 लोक परिवार केते लगे तुम्हें कौन एकुटिया विस्मृति में जानी तुम्हें कौन एकुटिया जानी पटे कहीदेले मार हृदकंप हम तार संतान भी जे जजमान मैंने आसिले शीघ्र माँ को किसी कही ना माँ कथा शुणी पाखे जो ब्राह्मण ठाकुर बसिक चंडीपाठ करुले कौन मंत्र पढ़ी जाए मो जजमान अमुक गोत्र ढमुक गोत्र रही कहीपरे तुम्हें कौन 200 मंत्र करुच पुणी मझे मझे हरिब भी पकाउच गला पुष्पांजलि मंत्र पढ़ू भल पढ़ू 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 शेष देखिली चंडीपाठ सैलानी भक्त मान घर को जीवे बोली व्यस्त पेटरे भोक मुहरे लाज मागी पार ना खाइबा पेटरे भोक करुली मत किए आसी कहला आग खाइबा दियो आग खाइबा दियो सी पथरे खाइबे शुखिला भात चुबेबी आग खाइबा दियो जो ब्राह्मण पंडित मानकर चंडीपाठ सैलानी आग दियो माँ जाने सीना संतान वेदना आउ के जानिब आउ के जानिब
ଉଦ୍ଦେଶ୍ୟ ହେଉଛି ତାକୁ ସମାଲୋଚନା କର୍ତ୍ତୃ ସମାଲୋଚନା କର। ସମସ୍ତେ ମୋ ପିଲା, ମୁଁ ବି ସମସ୍ତଙ୍କର ସେମାନେ ମୋର କହୁଛି, ମୁଁ ମନେ ପକେଇ କହୁଛି। ତମେ ବୁଝିପାରୁନା, କହୁଛ ଯଥା ଦେଇ ତଥା ଦେବତା, ଏ ପାଖରେ ଯଥା ଦେଇ ତଥା ଦେବତା କହୁଛ, ସେ ପାଖରେ ଦିଟା ବଡ଼ ପ୍ରଚଣ୍ଡ ଠାକୁର। କେମିତି ଆମର ବେଳେ ବେଳେ ଆମ ଜଗନ୍ନାଥ ବିଶ୍ୱବନ୍ଦ୍ୟ ଜଗନ୍ନାଥ ବୋଲି ଆମେ କହୁଛେ, କିନ୍ତୁ ତାଙ୍କର ବେଳେ ବେଳେ ଏବେ କାହିଁ ଶୁଣା ହଉନି। ଏଇ 2-3 ବର୍ଷ ପୂର୍ବରୁ ଆମେ ଶୁଣୁଥାଉ ସକାଳ ଧୂପଟା ସଜରେ ଆସେ, ଇଏ କଥା କଣ ସଧୂପ। ମୁଁ ସଧୂପ କଣ ନା ସଜ କଣ ଏମିତି କଣ ମନେ ପଡୁନି। ତେବେ ପ୍ରକୃତରେ କଣ ବୁଝିଛ, ସେ ଖାଆନ୍ତି ବୋଲି ଜାଣିଛ। ଆଜି ମା ମାଗିକିରି ଖାଇଲେ, ମାଗି ଖାଇବାକୁ କହୁଛି ନା ଭିକାରୁନି। ଆଜି ମା ତାର ଅନ୍ତର ଖୋଲିକି ସିଏ ଆଜି କହିଛି ମତେ ଅମୁକ ଜିନିଷ ଦିଅ, ତାହେଲେ ଆମେ ତେଣୁ ଏସବୁ ଆମର ଅଭିଜ୍ଞତା, ଆମେ ଅଜ୍ଞାନୀ ପାଷାଣ। ତେଣୁ ସେଥିପାଇଁ କୁହାଗଲା ଅଜ୍ଞାନଂ ବିଜ୍ଞାନସ୍ୟ ସେଇଥିପାଇଁ ଲୋକ ଗୁରୁ ଦ୍ୱାରକୁ ଯାଆନ୍ତି। ସେଇଥିପାଇଁ ଗୁରୁଙ୍କୁ କୋଉ ବାଟରେ ଆମେ ଯିବୁ, ଗୁରୁଙ୍କୁ ସେ ପଚାରନ୍ତି। ଗୋଟିଏ ଲୋକ ଯାଉଥିଲା ହାତକୁ, ବାଟରେ ଜଣକୁ ପଚାରିଲା ହାତକୁ ଯିବାକୁ ବାଟ କୁଆଡେ। ସିଏ ସବୁ ତାର କଣ ବୁଝିଲା, କହିଲା ଇଏ ବାଟଟା ହଉଛି ମୋ ଶ୍ୱଶୁର ଘର ବୁଝିଲା, ଇଏ ବାଟଟା ହଉଛି ହାତକୁ ଯିବା। ନାଇଁ ତତେ ବେলা ମୁଁ ପଚାରୁଛି ହାତକୁ ହଁ ହାତକୁ ଯିବାକୁ ରାସ୍ତା କୋଉଟା, ତୁ କହୁଛୁ ଏଇଟା ତୋ ଶ୍ୱଶୁର ଘରକୁ, ଏଇଟା ତୋ ମାମୁଁ ଘରକୁ ରାସ୍ତା। ପୁଣି ଥରେ ପଚାରିଲା ତତେ ମୁଁ ପଚାରୁଛି ହାତକୁ ଯିବା ରାସ୍ତା କୋଉଟା, ତୁ କହୁଛୁ ଏଇଟା ହଉଛି ମୋ ମାମୁଁ ଘର ରାସ୍ତା, ଏଇଟା ମୋ ଶ୍ୱଶୁର ଘର ରାସ୍ତା। ନା ମୁଁ କାକୁ ସେଇଆ ତମେ ଯାହା ପଚାରୁଛ ମୁଁ ସେଇଆ କହୁଛି। ମୁଁ ଯେତିକି ଜାଣିଛି ନା ଆଉ ମୁଁ ତା ଜାଣିଥିଲେ କହିଥାନ୍ତି ହାତକୁ ଯିବାକୁ ରାସ୍ତା ଏଇଆ। ତାକୁ ପେଟି ଦେଇକି ଚାଲିଗଲା। ସଜ୍ଜନ ହାତରେ 5 ପାଇ ये मंत्र भजिबी से मंत्र भजिबी, ये बाबा को डाकिबी से बाबा को डाकिबी। एमती हो बापा बेल सरी जीव, राति पाई जीव, कुआरे भी जाई पारिबनी। सपन देते देखो बाई
ଅଭିରାମଙ୍କର, ଯୋଗୀ ଅରବିନ୍ଦଙ୍କର, ବାବା ମଧୁସୂଦନଙ୍କର, ଆଶାରାମ ବାବୁଙ୍କର, କେତେ ଆହୁରି ଅନେକ ଥିବେ ମୁଁ କହିପାରୁନି। କେତେ ମୁଖ୍ୟମନ୍ତ୍ରୀ ଯୋଗଦାଶ୍ରମ, ଶାକମ୍ଭରୀଙ୍କ ଆଶ୍ରମ, କେତେ ମୁଖ୍ୟମନ୍ତ୍ରୀର ଗଢ଼ି ଉଠିଲାଣି। କିନ୍ତୁ ଦଳବଦ୍ଧରୁ ଅନେକ ଗଲେଣି, ତାଙ୍କ କାମ ସାରି ଗଲେଣି। ସେ ପୁଣି ଆଉ କୋଉଠି ପହଞ୍ଚିଲେ? ଆମେ ଏଇଠି ତାଙ୍କ ପାଇଁ କାନ୍ଦୁଛୁ। ସେମିତି ଯିଏ ଅଛନ୍ତି ସେ ବି ଦିନେ ଯିବେ। ସମସ୍ତଙ୍କ ପାଇଁ ରାତି ପାଇଯାଏ, ଦାମରା କାଉ ବୋବାଏ। ଶୋଇଛୁ କଣ? ଉଠୁ, ଉଜ୍ଜଳ ଦଶ ଦିଶ ପାହିଲା ରାତି, ଗାବିଲେ କାକ ପିକ କଜଳ ପାତି, ଉଜ୍ଜଳ ଚକ୍ରଧର ଉଠ, ଚକ୍ରଧର ବୋଲି ଡାକୁଛି। ଏ ଲୋକ ଶୋଇଥାନ୍ତି ଭାଇ, କୁକୁଡ଼ାଟା ଖାଇବି, କୁକୁଡ଼ାଟାକୁ କାହିଁ ରଖିଛୁ? ଉଠେଇବା ପାଇଁ ରଖିନୁ, ତାକୁ ମୋଡ଼ିକିରି ଖାଇବା ପାଇଁ ରଖିଛୁ। ମୁଁ ତତେ ବିରକ୍ତ ଲାଗୁଛି, ତୁ ତାକୁ ମୋଡ଼ିବୁ ଯେ ସେ ବି ଦିନେ ତତେ ମୋଡ଼ିବ, ମନେ ରଖିନା। ଯେ ତାକୁ ମାରେ ଗଲା ପରେ ଆଜି ଜଣେ ଉତ୍ତରପ୍ରଦେଶ ରେବତୀ ମହାନ୍ତି ଥିଲେ ଇଲେକ୍ଟ୍ରିକାଲ ଅଫିସର, ସିଏ ଦେହ ତ୍ୟାଗ କରିଛନ୍ତି। ତାଙ୍କ ଖାତାରେ ଲେଖି ଯାଇଛନ୍ତି, ମୋର ଅଚ୍ୟୁତ ଗୋତ୍ର ବାବା ବଳିଆ ହଉଛନ୍ତି ମୋର ଗୁରୁ। ବାବା ବଳିଆ, ବାବା ବଳିଆଙ୍କ ଆଶ୍ରମର ଲୋକ ଆସି ମତେ ମୋର ସମାଧି ପ୍ରତିଷ୍ଠା କରିବେ ଲେଖିକି ଯାଇ। କିନ୍ତୁ ଏଇ ମାସକ ତଳେ ମତେ ଫୋନ କରି କହୁଥିଲେ, ବାବା ଗୋଟେ ଅଭ୍ୟାସ ରହିଗଲା, ଗୋଟେ ରାତି ମୋ ପାଖରେ ରହିବ, ହେଇପାରେ ଆଶା ଆଶାରେ ଏଇଠି ଆମର ଶ୍ରୀରାନନ୍ଦ ବ୍ରହ୍ମଚାରୀ ବସିଛନ୍ତି, ତାଙ୍କର ବାପା ମାୟାଧର। ସିଏ ବି ମୋ ଉପରେ କେତେ ରାଗିଛନ୍ତି, ମୁଁ ବି ତାଙ୍କ ଉପରେ ଆହୁରି ରାଗିଛୁ। ଏଇ ରଗାରଗି ଭିତରେ ପୁଣି ପରସ୍ପର ଭିତରେ ସୃଷ୍ଟି ହେଇଥିଲା ଅନୁରାଗ। ସେ ବଳିଆକୁ ଭଲ ପାଉଥିଲେ, ତାଙ୍କ ପୁଅ ଆଶ୍ରମରେ ରଖି ସେତେବେଳେ ସେ ବିରୋଧ କରୁଥିଲେ। ତାପରେ ତାକୁ ସ୍ୱାଗତ କଲେ, କାହିଁ ମାସେ ହେଲାରେ ସେ ଗଲେ। ଆଉ ଥରେ କାଳେ ଆଜିକେ ମତେ ଦେଖିବେ ବୋଲି କୁଆଡେ। ଆଉ ଗୋଟିଏ ମା କନକ ଦେବୀ ବହୁତ ବଳିଆକୁ, ବଳିଆ ତାପରେ ରାଗି 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 ଏତେ ଗୋଟେ ପାହାଡ ବଳିଆ। କିନ୍ତୁ କାଲି ତାର କାଳିଆ ପୁରା ସଂସାରରେ ତା ଶବଟା 20-25 ମିନିଟ ଭିତରେ ରହିଗଲା, ସେ ପାଉଁଶ ହେଇଗଲା। ସେଥିପାଇଁ କୁହାଯାଏ କି କାହିଁକି ଦର୍ପ ଆସିଛୁ ଲଙ୍ଗଡ଼ା ହୋଇ ଯିବୁ ଶୂନ୍ୟ ହୋଇଲେ।
ଭାଙ୍ଗିବ ମିତଣି ଲୀଳା ଭାଙ୍ଗିବ ମିତଣି ଦାରୁଣ ଦଇବ ମୋ ଠାରେ ଥିବ ମୋ ମନ କଠାରେ ଥିବ ମୋ ମନ ଯଦି ତୋ ଠାରେ ଥିବ ତୋ ମନ ମୋ ଠାରେ ଥିବ ନିତ୍ୟ ବୃନ୍ଦାବନ ରାହାସ ଗାନନେ ନିତ୍ୟ ବୃନ୍ଦାବନ ରାହାସ ଗାନନେ দিনে ভেজা ভেটি দেব মিতনি দারুণ দইব লীলা ভাঙিব মিতনি দারুণ দইব লীলা ভাঙিব মিতনি দারুণ ଆମେ ମୁଠାଏ ବାଉଁଶ ହେଇ ଯଦି ଏଇ କଥାଟାକୁ ଭାବିବୁ ତାହେଲେ କେବେ ବି ଆମେ ଅହଂକାରୀ ଦୟାଳୁ ଆମ ବାକ୍ୟରେ ମଧୁର ସ୍ଫୁରଣ ହବ ଆମ ବ୍ୟବହାର ମଧୁର ହବ ଆମେ ପଶ୍ଚାତାପ କରିବୁ ନିଜକୁ ବୁଝିବୁ ବୁଝିବାକୁ ଚେଷ୍ଟା କରିବୁ ଆମେ ଦିନେ ମୁଠାଏ ପାଉଁଶ ହେଇଯିବୁ ଆମେ ନାଲି ନେଳି ପୋଷାକ ପିନ୍ଧୁଛୁ ଧଳା କଳା ରୂପ ହେଇଯିବୁ କିନ୍ତୁ ଛୁଇଁବେ ନାହିଁ ତୋତେ ବୋଲିବେ ମହଣା ସଖନ କହିବ ତୋ ପାଇଁ ହକୁ ମନ କରିଛୁ ଛନ୍ଦ କପଟ ତେଜି ଗୋବିନ୍ଦ ଭଜ ପଟ ତେଜି ଗୋବିନ୍ଦ ଭଜ ଛନ୍ଦ କପଟ ତେଜି ଗୋବିନ୍ଦ ଭଜ ଆଉ ସଜ୍ଜନ ମା ପାଖରେ ଟିକେ ଗୁହାରି କରୁଥିଲୁ ସକାଳେ ସମସ୍ତେ ବ୍ରାହ୍ମଣ ମାନେ ମନ୍ତ୍ରରେ କଲେ ଆମେ ଟିକେ ଆଖିର ଅଶ୍ରୁରେ ମା ପାଦରେ ଟିକେ ତର୍ପଣ କଲୁ ସେମାନେ ଯୋଉ ସ୍ୱାଦ କରୁଥିଲେ ଆମେ ବି ନିଜକୁ ସେଇ ସ୍ୱାଦରେ କଲୁ ମା ବୁଝିବ ଆପଣ ମାଙ୍କର କଥା ମୁଁ ବୁଝିପାରିବିନି ମୁଁ କେବଳ ଖାଲି କହିବି ମୁଁ କୁହାଯାଏ ଲୋକଟିଏ କେବଳ କହିବି ମା ଏଟାକୁ ସାଥ ତେଣୁ ମା ଯୁଗେ ଯୁଗେ ରହିବୁ ଆମେ ଟିକେ ରହିବୁନି ये मोटा से मोटा से मोटा से मोटा से मोटा देख के कुआरे ଯିବେ କିନ୍ତୁ ତୁ ରହିବୁ ये सनातनी ये उपासनी ये भुवनेश्वरी तू ରହିବୁ କିନ୍ତୁ ଆମେ ରହିବୁ ये ଶୁଖିଲା ମୁହଁରେ ଛୋଟିଆ ମୁହଁରେ ବଡ଼ କଥା କହିଲା ସମସ୍ତଙ୍କ କଥା ଟିକେ ବୁଝିବୁ ସେ ଛୋଟା ପୁଅ ହଉ ପୂଜା ପୁଅ ହଉ ସୁନ୍ଦର ପୁଅ ଆଉ ବଢିଆ କିଛି କହିପାରିବନି ମୁଁ ଆଜି ମାର ପୂଜା ଟିକେ ଭାବ ବିହୋଳ ହେଇଯାଇଛି ଯାଇଥିଲି ଟିକେ ବୁଲି ଆସି ବୋଲି ଲୋକମାନେ ତ ଛାଡୁନାହାନ୍ତି ଏଠି ବେତ ବାଡେଇ ବାଡେଇ ଗଲେ ସେଥିରେ ଗଲେ ତାପରେ ମୁଁ ଗଲି ଗାଡ଼ିରେ ବୁଲି ଆସିଲା पूरा गाड़ी पूरा स्टेचू आसी लोग नमस्कार कले बोले बाबा कुआड़े जाते बोले आई बाबू कौन आ कौन करवा बाबू प्रोग्राम थी आई
ସିଏ ନମସ୍କାର କରୁ ଆଉ କିଛି ତାକୁ ଦିଏ ସବୁ ଯାକ ଚିହ୍ନିଛନ୍ତି ମତେ ଚିହ୍ନା ପରୀକ୍ଷା କଣ ଦରକାର ଓଡ଼ିଶା ମାଟି ମୋ ମାଟି ମୋ ପୁଅ ଓଡ଼ିଆ ମୁଁ ହଉଛି ଓଡ଼ିଆ ମା ହଉଛନ୍ତି ଓଡ଼ିଆଣୀ ତେଣୁ ସେଇ ମା ପାଦ ତଳେ ସମସ୍ତଙ୍କୁ ସମର୍ପଣ କରି ପୁଣି ଆସି ଏଇଠି ପହଞ୍ଚିଲା ଦେଖିଲା ଲୋକ ଯେତିକି ଆଉ ଏ ଲୋକଲା ମତେ ଛାଡ଼ିବେନି କିନ୍ତୁ ତମେ ବାବା ତମେ ବାବୁ ମା ମାନେ ମତେ ସେଟା ଛାଡ଼ିବନି କି ମତେ କ'ଣ ସିଏ ବହୁତ ଜଣ ଚାହିଁବ ତମେ ଏମିତି ଦାବୁଡ଼ି ବି ଧରିଥିବ ସିଏ ମୁଁ ପିଲାବେଳେ ଫୁଟବଲ ମତେ ଆସେନି ମୁଁ ଗୋଟେ ଫୁଟବଲ ଟିମ୍ କରିଥିଲି ମୁଁ ଖେଳାଳି ନୁହଁ ଗୋଟେ ଫୁଟବଲ ଟିମ୍ କରିଥିଲି ମୁଁ ପୁଣି ଭାଇ ଗୋଲକି କ'ଣ ଗୋଲକି ନା କ'ଣ ଗୋଲକିପର ଫୁଟବଲ ଯାଇକିରି କୁଆଡ଼େ ଗଲାଣି ଉଡ଼ି ମୁଁ କିନ୍ତୁ ଉଠେଇକି ଧରିଛି ଫୁଟବଲ ଦେଖିଲାକୁ ଫୁଟବଲ ଆଉ ମୋ ପାଖରେ ଏଇ ତ ଦୁନିଆ ଏ ଘରେ ମାନବ ଓଡ଼ିଆ 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 ଦେହଟା ବିଫଳ ହେଇଯାଉଛି କେମିତି ଆସନ ଧ୍ୟାନ ପ୍ରାଣାୟାମ ମୁଁ 5:30-6ରୁ ଆଉ ଲୋକଙ୍କୁ କାହାକୁ ଦେଖାଯାଉଛି ମୋର ଧ୍ୟାନ କରିବି ଯାହା